ফের কোয়ালিশন মিনিস্টার হব কংগ্রেস। নবীন পট্টনায়ক বিজেডি। ଆମ ଭିତରୁ କିଏ ଗଳିଆ କରିଦବା? ସେ କହିଛି ବଢିଆ ଭକ୍ତ ଦାସ ବୁଦ୍ଧିକି ମାନିବାକୁ ପଡିବ। ସେ ଜଳ ଜଳ ଦେଖାଗଲାଣି। ମୋହନ ପରେ ଓଡିଶା ମୁଖ୍ୟମନ୍ତ୍ରୀ ହବ ତ କାହିଁ ବାଗେଇଲାନି। ଆରେ 14ଟା ଏମଏଲଏ କାମକୁ ନୁହଁ କି ଦାମକୁ ନୁହଁ, ଗୋଟେ ବାଟ ଫିଟେଇ ନବୀନ ପଟ୍ଟନାୟକ ଭଳିଆ ଟାଣୁଆ ଲୋକ ଏକଦମ କଣା ନଥିବା ଲୋକ ସେ କଣା କରି କୋଆଲିସନ କରି ଉଣ୍ଡେଇ ମାନେ ଆଣି ପହଞ୍ଚେଇଲାଣି କମ କଥା। ନା ନାଇଁ ମୁଁ ଆମର ଯୋଉ ଅଛନ୍ତି ଆମେ ଏଇନା ଭାଇ ଭାଇ। ନବୀନ କଂଗ୍ରେସ, କଂଗ୍ରେସ ନବୀନ, ଆମେ କୁଣ୍ଡିଆ କୁଣ୍ଡି। କେତେବେଳେ ଥିଲା ଆପୋଜ, ଏଇନା ପୁରା କୁଣ୍ଡିଆ କୁଣ୍ଡି। ଆମ ହେଗଡେ, ଆମ ସୋନିଆ ଗାନ୍ଧୀ, ଆମ ରାହୁଲ ଗାନ୍ଧୀ, ଶୁଣ ଆମ ଭକ୍ତ ଦାସ, ନବୀନ ପଟ୍ଟନାୟକ କୁଣ୍ଡିଆ କୁଣ୍ଡି ହେଲା ପରେ ଯୋଡିକ ଯାକ ମିଶ୍ର ଦତ୍ତ ଲୋକସଭାକୁ ଯିବେ। ମାନେ ଅକୁଣ୍ଠିତ ମାନେ ସୁନ୍ଦର ଭାବେ ଯିବେ, କେହି ଅଟକାଇ ଦିନକ ପାଇଁ ହଉ ଆଗ ଜିତିବେ, ତାପରେ ପଞ୍ଚାୟତ ସ୍ତରରେ ବିଜେଡି ବିଜେପି ଏକାଠି ହେବେ, ତାପରେ ଏମଏଲଏ ଏକାଠି ହେବେ। ଫେର କୋଆଲିଶନ ମିନିଷ୍ଟର ହବ କଂଗ୍ରେସ। ନବୀନ ପଟ୍ଟନାୟକ ବିଜେଡି। ଭଲ ମୋ ସାନ ଭାଇ ଗୋଟେ ସେ ଖୁର୍ସିରାୟ ଆମ ମଉସାଙ୍କ ପୁଅ, କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀରେ, ଏଠି ଥିଲେ ଇଣ୍ଡଷ୍ଟ୍ରି ମନ୍ତ୍ରୀ। ହୋଟେଲରେ ଏଇନା ପୃଥିବୀରେ ନମ୍ବର 1, 33ଟା ହୋଟେଲ ପୃଥିବୀରେ ତାଙ୍କର। ବିରାଟ ଲୋକ। ଇଏ କୋଉଟା ଆମ ଯୋଡା ସିଓର ଯିବେ ମିଶ୍ର ଡାକ୍ତର ଦତ୍ତ। ନବୀନ ଭକ୍ତ ହେବେ ବିଲୁପ୍ତ। କିଏ ଜାଣି, ସେ ତ କଣ ଭାରି କୁଣ୍ଡେଇ ଥିଲେ, ଶୋଇ ପାରୁନଥିଲେ। ନବୀନ ବାବୁ ଖାଲି ବୋଳା ବଳି ହଉଥିଲେ। ଏଇନା କଣ ଗଧେଇଲା? ନାଇଁ ଏଜେଣ୍ଟ ବି କାଳେ ଆମ ଭିତରୁ କିଏ ଗଳିଆ କରିଦବା? ସେ କହିଛି ବଢିଆ ଭକ୍ତ ଦାସ ବୁଦ୍ଧିକି ମାନିବାକୁ ପଡିବ। ସେ ଜଳ ଜଳ ଦେଖାଗଲାଣି। ମୋହନ ପରେ ଓଡିଶା ମୁଖ୍ୟମନ୍ତ୍ରୀ ହବ ତ କାହିଁ ବାଗେଇଲାନି। ଆରେ 14ଟା ଏମଏଲଏ କାମକୁ ନୁହଁ କି ଦାମକୁ ନୁହଁ, ଗୋଟେ ବାଟ ଫିଟେଇ ନବୀନ ପଟ୍ଟନାୟକ ଭଳିଆ ଟାଣୁଆ ଲୋକ ଏକଦମ କଣା ନଥିବା ଲୋକ ସେ କଣା କରି କୋଆଲିସନ କରି ଉଣ୍ଡେଇ ମାନେ ଆଣି ପହଞ୍ଚେଇଲାଣି କମ କଥା। କେତେ ଦଳ କିଏ ଗଲେଣି, କୁଆଡେ ଗଲେଣି। ବିଜୁ ବାବୁ କରିଥିଲେ ପ୍ରଗତି ପାର୍ଟି ଗଲା, ଉତ୍କଳ କଂଗ୍ରେସ ଗଲା, ମହତାବଜୀ ମୋ ଗୁରୁ କରିଥିଲେ ଜନ କଂଗ୍ରେସ ଗଲା, ଇଏ ବିଜୟ ମହାପାତ୍ର କରିଥିଲେ ଗଲେ, କେତେ ଗଲେଣି। ରହିବ ଓଡିଶାରେ ନମ୍ବର 1 କଂଗ୍ରେସ ସରକାର କରିବ, ଅପୋଜିସନରେ ରହିବ ବିଜେପି, ଏବଂ ଯଦି କୋଆଲିସନ ଗଭର୍ଣ୍ଣମେଣ୍ଟ ହବ ତାହେଲେ ନବୀନ ବାବୁ ଚିତ୍ରକୁ ଆସିବେ। କିଏ କହିବ? ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମୁଁ ଛୋଟିଆ କ୍ଷୁଦ୍ର ଜୀବଟିଏ, ୱାର୍କରଟିଏ। ସେ ନିଶନ ନେବେ ଭକ୍ତ ଦାସ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଖଗଡେ ଆଉ କିଏ ମୁଖ୍ୟମନ୍ତ୍ରୀ ହବ? ସେ ତା ପେଢିରୁ ଦେଇଦେଲା କି? ସେ ପେଢିରୁ ଦେଇଦେଲେ କି ମୋହନ ମାଝୀ? ତାଙ୍କୁ ଧାନ ବିକ୍ରି କରି ଦେଇଦେଲେ। ଆମର ଟ୍ୟାକ୍ସ ପଇସା, ଆମ ପଇସା। ସେ କି ପଇସା? ଗୋଟେ ସ୍ତ୍ରୀ ଲୋକ ପାଇବ ଦିନକୁ 33ଟା ଟଙ୍କା। ୟା ଦୋକାନରେ ଚା ଗୋଟେ ବିସ୍କୁଟ ଖାଇଦେଲେ 40, ଏ ସାମ୍ନା ଦୋକାନରେ 10 ଟଙ୍କା। ଆଉ ଗୋଟେ ଭଲ ବିସ୍କୁଟ 20 ଟଙ୍କା, 30 ଗଲା। ଓହୋ, ଇ ସୁଇଜିରେ ମୋହନ ତମର ପରିସ୍ରା ଠିକ ହଉଛି ତ? ଠନ ଠନ ପେଢିରୁ ଦେଲା ଭଳିଆ। ଆମରି ଗରିବ ଲୋକଙ୍କ ଟ୍ୟାକ୍ସ। ଏଇନା ଭୁବନେଶ୍ୱରରେ ମହିଳା ଯଦି ଆଗରେ ଗଦେଇବ, ତାକୁ ମାନେ ଗାଡିରେ ନଉଛନ୍ତି, ତା ପାଇଁ ଟ୍ୟାକ୍ସ ପଡିଲାଣି। ବାଟରେ ପରିସ୍ରା କଲେ ଟ୍ୟାକ୍ସ, ଗାଡି ଥୋଇଲେ ଟ୍ୟାକ୍ସ, ଗାଡି ନେଲେ ଟ୍ୟାକ୍ସ, ହଗିଲେ ଟ୍ୟାକ୍ସ,
କେତେ ଟାକ୍ସ ମୋହନ ନବ କିଅ ନେଇଯାଅ ଏଇ ଥର କଥା ତମର ଆଉ ଆଜି ଯୋଉ ବିଧାନସଭା ପୁଣି ଆରମ୍ଭ ହେଲା ହଁ